ଶ୍ରାବଣ ସ୍ପେଶିଆଲ ମନ୍ଦିର ପରି ଖେଚଡ଼ି କରିବା ପାଇଁ ଆମେ କିଛି ହାର୍ଡ଼ ପରିବା ନେବା, ଲାଇକ୍ ପୋଟଳ, କାଙ୍କଡ଼, ଆଳୁ, ଗାଜର ଇତ୍ୟାଦି ନେବା। ତା ସହିତ ନଡ଼ିଆ କୋରା କିମ୍ବା ଖଣ୍ଡ ନଡ଼ିଆ, କାଜୁ, କିସମିସ୍ ଇତ୍ୟାଦି ନେବା ଏବଂ ମସଲା ଭିତରେ ଗୁଜୁରାତି, ଅଳେଇଚ, ଗୋଲମରିଚ ଏବଂ ଲବଙ୍ଗ ନେବା। ତା ସହିତ ଅଦା ଏବଂ ତେଜପତ୍ର ମଧ୍ୟ ନେବା। ଡେକ୍ଚି ଗରମ ହୋଇଗଲା ପରେ ସେଥିରେ ଦେଶୀ ଘିଅ, ତେଜପତ୍ର ଏବଂ ଲବଙ୍ଗ, ଗୋଲମରିଚ, ଅଳେଇଚ, ଗୁଜୁରାତି ଇତ୍ୟାଦି ପକାଇଦେବା। ପକାଇ ଟିକେ ଭାଜିଦେବା। ତାପରେ ସେଥିରେ ଚିନି ମଧ୍ୟ ପକାଇଦେବା। ଚିନି ପକାଇଲେ ଖେଚଡ଼ି ରଙ୍ଗଟା ଟିକେ କଲର୍ ଆସିଯାଏ। ତାପରେ ପରିବା ଗୁଡ଼ିକ ଯେଉଁ ନେଇଥିବା ସେହି ପରିବା ଗୁଡ଼ିକ ଏମିତି ପକାଇ ତାକୁ ଭାଜିବା। ପରିବା ଗୁଡ଼ିକୁ ଟିକେ ଏପଟ ସେପଟ କରିଦେଇ ସେଥିରେ ଆମେ ଅଦା ପକାଇଦେବା। ତାପରେ ସେଥିରେ କାଜୁ, କିସମିସ୍ ଏବଂ ନଡ଼ିଆ ଖଣ୍ଡ ମଧ୍ୟ ପକାଇଦେବା। ଯଦି ନଡ଼ିଆ କୋରା ଆପଣ କରିଥାନ୍ତି ତାପରେ ନଡ଼ିଆ କୋରାକୁ ପରେ ପକାଇବେ, ଏବେ ପକାଇବେ ନାହିଁ। ଏବେ ସେଥିରେ ମୁଗ ଡାଲି ପକାଇଦେବେ। ମୁଁ ଏଠି ଦେଶୀ ମୁଗ ଡାଲି ଘରେ ତିଆରି ହୋଇଥିବା ସେଇଟା ପକାଇଛି। ଆପଣ ବାହାରୁ କିଣିଲେ ତାକୁ ଭାଜିକି ପକାଇଦେବେ। ସେଥିରେ ଲୁଣ ଏବଂ ପାଣି ଦେଇକି ତାକୁ ଫୁଟାଇଦେବେ। ପାଣି ଫୁଟି ସାରିଲା ପରେ ସେଥିରେ ଆମେ ଚାଉଳ ପକାଇଦେବା। ଚାଉଳ, ଚିନି। ମୁଁ ଏଠି ସୀତାଭୋଗ ଚାଉଳ କିମ୍ବା ଯେଉଁଟା କହନ୍ତି ଆପଣ ଗୋବିନ୍ଦ ଭୋଗ ଚାଉଳ, ସେହି ଚାଉଳଟା ନେଇଛି। ବାସୁମତୀ ଚାଉଳଟା ନେଲେ ଖେଚଡ଼ିଟା ଖାଇବାକୁ ଟେଷ୍ଟ ଲାଗେ। ଏଠି ଯେତିକି ଚାଉଳ ମୁଁ ନେଇଛି ତା'ର ଡବଲ୍ ପାଣି ଦେଇକି ତାକୁ ଫୁଟାଇ ଦେଇଥିଲି। ଚାଉଳ ପକାଇ ସାରିଲା ପରେ ଗ୍ୟାସ୍କୁ ସିମ୍ କରିକି ବସାଇଦେବେ। ବସାଇ ସାରିଲା ପରେ ଭାତ ହୋଇସାରିଲା ପରେ ଏହିପରି ଦେଖାଯିବ। ଖେଚୁଡ଼ି ହୋଇସାରିଲା ପରେ ତା ଉପରେ ଆଉ ଚାମଚ 2 ଚାମଚ ଘିଅ ଦେଇକି ତାକୁ ଓହ୍ଲାଇ ଦେବେ ଏବଂ ଖାଇବା ପାଇଁ ପରସିବେ। ଏଥିରେ ଡାଲମା, ଦହି ବାଇଗଣ, ପାମ୍ପଡ଼ ମୁଁ କରିଛି। ଆପଣଙ୍କର ରୁଚି ଅନୁସାରେ ତିଆରି କରି ଖାଇବେ। ଏହି ଟାଇପ୍ର ଖେଚଡ଼ି ସାଧାରଣତଃ ବାଲେଶ୍ୱର, ଯାଜପୁର ସାଇଡ଼୍ରେ ତିଆରି ହୋଇଥାଏ। କାର୍ତ୍ତିକ ମାସରେ ଏବଂ ଶ୍ରାବଣ ମାସରେ ମନ୍ଦିରରେ ଏହି ଟାଇପ୍ର ଖେଚଡ଼ି ଖାଇବାକୁ ମିଳିଥାଏ। ମୋତେ ଏହି ଖେଚଡ଼ି ବହୁତ ଭଲ ଲାଗେ। ଆପଣ ଖାଆନ୍ତୁ ଏବଂ କେମିତି ଲାଗୁଛି ଆପଣ ଜଣାଇବେ। ଏହି ଖେଚଡ଼ି ଖାଇବାକୁ ଭାରି ଟେଷ୍ଟ ଲାଗେ, ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ମଧ୍ୟ।